ଶଙ୍କର ସୁନ୍ଦର ଭାବରେ ଭଗବାନ କଥା ନବାକ୍ୟ ଚନ୍ଦ୍ର ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଆମ ଘରେ ଘରେ ପୁରେ ପୁରେ ପରିଚିତ ଶ୍ରୀମଦ ଭାଗବତ କିନ୍ତୁ ଆଜି ସେ ସବୁ ନାହିଁ ଆଜ୍ଞା ଆଜି ସବୁ ଆଜ୍ଞା ସେ ନେଇ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଭାଗବତ ଶ୍ରବଣ କରିବା ପାଇଁ କାହାକୁ ସମୟ ନାହିଁ ତେଣୁ ଯଦି କୌଣସି ବନ୍ଧୁ ଘରକୁ ଯିବାକୁ ଅଛି ଯଦି ଖେଳ ଚାଲିଛି ତେଣୁ ସେ ବନ୍ଧୁ ଘର ପଛେ ଘଣ୍ଟାଏ ଅଧଘଣ୍ଟାଏ ଡେରି ହେଇଯାଉ ତେଣୁ ସେ ଖେଳ ଦେଖିବାରେ ବ୍ୟସ୍ତ ରହୁଛି ଏ ମଣିଷ ଆଜି ଏଇ ପ୍ରକାର ହେଇଯାଇଛି କାହିଁକି ତା ଚିନ୍ତାଧାରା ଆଜି ଦୂଷିତ ହେଇଯାଇଛି ଏହା ଚିନ୍ତାଧାରା ଆଜି ସମ୍ପୂର୍ଣ୍ଣ ବାସ୍ତବତାକୁ ଅବାସ୍ତବରେ ପରିଣତ ହେଇଯାଇଛି ତେଣୁ ବାସ୍ତବତାକୁ ସେ ଅନୁଭବ କରୁନି କାହିଁକି ନା ଭାଗବତରେ ଭାଗବତରେ ଯାହା କିଛି କହିଯାଇଛି ତମକୁ ମୁଁ ଯୁଦ୍ଧସ୍ଥଳୀକି ନେଇ ଆସିଲି ଅନ୍ୟ ପକ୍ଷ ଯୁଦ୍ଧକାରୀ ମାନେ ଉପସ୍ଥିତ ଅଛନ୍ତି ଯେ ଆମ ସହିତ ଯୋଦ୍ଧାମାନେ ଉପସ୍ଥିତ ଅଛନ୍ତି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଥିବା ସମୟରେ ତମର ଏଇ ଯୋଉ କାପୁରୁଷତା ଭୀରୁତା ତେଣୁ ମୁଁ ଦେଖି ଅର୍ଜୁନ ଆମର ହତଭାଗ୍ୟ ହଉଛି ତେଣୁ ଅର୍ଜୁନକୁ ଏ କଥା ଯେତେବେଳେ ଭଗବାନ କହିଲେ ତ ଅର୍ଜୁନ କହୁଛନ୍ତି ଭଗବାନ ଆପଣ ଯାହା କରୁଛନ୍ତି ଠିକ ମୋର ଏ ଆର୍ଥିକ ସ୍ୱଜନ ମାନଙ୍କୁ ବିନାଶ କରି ଏ ଯୋଉ ଅର୍ଜୁନଙ୍କ ରାଜଭୋଗ ମୋ ପାଇଁ ତୁଚ୍ଛ ପ୍ରଭୁ ତେଣୁ ଅର୍ଜୁନ କୌଣସି ମତେ ଭଗବାନଙ୍କ କଥାକୁ ଶ୍ରବଣ କଲେ ନାହିଁ ତେଣୁ କର୍ମଯୋଗ ଅର୍ଥାତ୍ ଯେ ଯାହା କରନି